ଭାଇ ଆପଣ କୋଉଠୁ ଆସିଛନ୍ତି? ବାଲିଆପାଳ ବାଲେଶ୍ୱର ଡିଷ୍ଟ୍ରିକ୍ଟ ଜିଲ୍ଲା ନାଁ କ'ଣ? ଜୟନାରାୟଣ ଦାସ। ଆଜି ଯେଉଁ ରଥଯାତ୍ରା ଆପଣ ଦେଖିଲେ 2 ଦିନ ହେବ ଧରି ଦଶହରା ଚାଲିଛି, ବର୍ତ୍ତମାନ ରଥ ଆସି ପହଞ୍ଚି ଯାଇଛି ମାଆଙ୍କ ଗୁଣ୍ଡିଚା ମାଆଙ୍କ ପାଖରେ। ଆପଣଙ୍କ ଅନୁଭୂତି କ'ଣ ଟିକେ ଜଣେଇବେ? ମୋର ଅନୁଭୂତି, ପ୍ରତ୍ୟେକ ବର୍ଷ ମୁଁ ରଥରେ ଯାତ୍ରା ଦିନ ଆସିପାରିନି, ତା ପରଦିନ ହିଁ ପହଞ୍ଚେ। ଆଉ ମୁଁ ରଥ ଭଲରେ ଟାଣେ। ମୋର ମା ଏକ୍ସପର୍ଟ କରିଥାନ୍ତି, ମୁଁ ରଥ ଦୌଡ଼ି ଟାଣିପାରିଲି ନାହିଁ, କିନ୍ତୁ ସେଇଥିପାଇଁ ମୁଁ ଆସି 2ଟା 3ଟାରେ ପହଞ୍ଚିଲି। ଆଉ ଭର ଦର୍ଶନ କଲି। ମୋର ଠାକୁର ମହାପ୍ରଭୁଙ୍କୁ ଯେତିକ ଆପତ୍ତି ଜଣାଇବା କଥା ଜଣେଇଲି, ଏବଂ ମୁଁ ଏଠି ପ୍ରତ୍ୟେକ ବର୍ଷ ଆପତ୍ତି ନେଇକି ଯାଏ ଏବଂ ସକ୍ସେସଫୁଲ୍ ହେଇଛି। ଆଉ ନିଶ୍ଚିତ ଭାବରେ କାଳିଆଙ୍କର ଡୋରି ଲାଗିଲେ ନିଶ୍ଚିତ ଏମିତି ପ୍ରତ୍ୟେକ ବର୍ଷ ଆସିବି। ଆଉ ମୋର ଯେଉଁ କାମ ମୁଁ କାର୍ଯ୍ୟ କରୁଛି, ବିଜନେସ୍ କରୁଛି, ନିଶ୍ଚିତ ଭାବରେ ଉନ୍ନତି କରିବି। ମୋର ଆଶା ଭରସା ଅଛି। ଆପଣ ଆମର ଏଇ ସମସ୍ତ ଭକ୍ତମାନଙ୍କୁ କ'ଣ କହିବାକୁ ଚାହାନ୍ତି? ସମସ୍ତ ଭକ୍ତଙ୍କୁ ଏହା ଅନୁମତି ଦେଉଛି ଯେ ଯେଉଁମାନେ ଡରୁଛନ୍ତି ଯେ ଭିଡ଼ ଆଉ ବହୁତ ପ୍ରୋବ୍ଲେମ୍ ହେଉଛି, କିଛି ନାହିଁ। କାଳିଆଙ୍କ ପାଖକୁ ଯିଏ ସୁସ୍ଥ ମନରେ ଆସିବେ, ନିଶ୍ଚିତ ଭାବରେ ଏଠି କୌଣସି ଭିଡ଼ ଜଣାପଡ଼େ ନାହିଁ। ଆଉ ମୁଁ କହୁଛି କିଛି ଏ ଯେଉଁ ବର୍ଷା ପାଗ ଅନୁଭୂତିକି ସବୁ ଡରିକି ଆସିନାହାନ୍ତି, ସେ ବହୁତ ଭୁଲ କରୁଛନ୍ତି। ମୁଁ ବି 2-4 ଜଣଙ୍କୁ ଡାକିଥିଲି ଏଇ ବର୍ଷା ପାଇଁ, ସେ ଡରିକି ଆସିଲେନି, କିନ୍ତୁ ଏଠି କୌଣସି ବର୍ଷା ନାହିଁ କି ଇଏ ନାହିଁ। ମହାପ୍ରଭୁଙ୍କର ଏଇଟା ଗୋଟେ ତାଙ୍କର ଆଶୀର୍ବାଦ, କିଛି ହେବ ନାହିଁ। ନିର୍ଭୟ ଦେଖିକି ଆମେ ଘରକୁ ଯିବା, ଏଇଟା ମୋର ଲୋକମାନଙ୍କ ସମସ୍ତଙ୍କୁ ମୁଁ ପ୍ରେରଣା ଦେଉଛି। ମୁଁ ବି ଏତିକି ଆପଣଙ୍କୁ କହିବାକୁ ଚାହୁଁଛି ଯେ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଏମିତି ବି ଭିଡ଼ି ଆଣନ୍ତୁ, ଟାଣି ଆଣନ୍ତୁ ପୁରୀକୁ, ଏବଂ ତା ସହିତ ସମସ୍ତ ଭକ୍ତଙ୍କ ମଙ୍ଗଳ କାମନା କରନ୍ତୁ। ଆପଣ ଏତେ ଦୂରରୁ ଆସିଛନ୍ତି ଆଉ ଜଗନ୍ନାଥ ଦର୍ଶନ କରିଛନ୍ତି ଏବଂ ବହୁତ ଖୁସି ଆମେ ଅନୁଭବ କରୁଛୁ। ତେଣୁ ମୁଁ ଚାହୁଁଛି ଯେ ଯେଉଁମାନେ ବି ଚାହୁଁଛନ୍ତି ଦର୍ଶନ କରିବା ପାଇଁ, ଭାଇଙ୍କ କହିବା ହିସାବରେ କିଛି ଭିଡ଼ ନାହିଁ, ଆସିକି ଦର୍ଶନ କରିପାରିବେ। ଯଦି ମନ ଭିତରେ ଭିଡ଼ ରହିବ ତାହେଲେ ଭିଡ଼ ହେଲା, ଯଦି ମନ ଭିତରେ ଭିଡ଼ ନାହିଁ ତାହେଲେ ପୁରା ଫାଙ୍କା ଅଛି। ତ ଭାଇ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମୁଁ ଆହୁରି ବାହୁଡ଼ାରେ ଆସିବି, ନିଶ୍ଚିତ କାଳିଆ ଦର୍ଶନ କରିବି। ଜୟ ଜଗନ୍ନାଥ। ରଥଯାତ୍ରାର ଦ୍ୱିତୀୟ ଦିବସରେ 3 ରଥ ଆସି ମା ଗୁଣ୍ଡିଚା ମାଆଙ୍କ ଘରେ ପହଞ୍ଚି ଯାଇଛନ୍ତି ଏବଂ କିଛି ଭକ୍ତଙ୍କର ଅନୁଭୂତି ଆମେ ବି ଏଠି ସଂଗ୍ରହ କରୁଛୁ। ତା ଭିତରେ ଇଏ ଜଣେ ସାନ ଝିଅ ଜଣେ ପହଞ୍ଚିଛନ୍ତି, ଯିଏକି କିଛି ଅନୁଭୂତି କହିବେ। ଝିଅ ତୁମ ନାଁ କ'ଣ? ମୋ ନାଁ କୁମାରୀ ସୁଶ୍ରୀ ରାଧାରାଣୀ ଦାସ। କେଉଁଠୁ ଆସିଥିଲ? ବାଲିଆପାଳ, ବାଲେଶ୍ୱର ବାଲିଆପାଳ। କ'ଣ କରୁଛନ୍ତି? ଏବେ +2 ଫାର୍ଷ୍ଟ ଇୟର ହେଲା। ଆଉ ଯେଉଁ ଆସିଛନ୍ତି ପୁରୀ ଜଗନ୍ନାଥ ଦର୍ଶନ କରିବା ପାଇଁ, କ'ଣ ଅନୁଭୂତି ଟିକେ କହିବେ? ଆସିଛି, ମୁଁ ପ୍ରତ୍ୟେକ ବର୍ଷ ରଥଯାତ୍ରାରେ ଆସିଛି, ବାହୁଡ଼ା ଯାତ୍ରାରେ ବି ଆସିଛି। ତ ତା ବାଦେ ମୋର 2 ବର୍ଷ ଧରି ବହୁତ ଦେହ ଖରାପ ଥିଲା। ତ ମୁଁ ଯେତେ ଥର ଠାକୁରଙ୍କ ପାଖକୁ ଆସିଛି, ସେତେ ଥର ପଜିଟିଭ୍ ସବୁକିଛି ହେଇଛି ମୋର। ତ ମୁଁ ଡକ୍ଟରକୁ ଯିବା ପୂର୍ବରୁ ଠାକୁରଙ୍କ ପାଖକୁ ଆସିଛି, ତାପରେ ବି ଦେଖା କରିକି ହିଁ ଯାଏ। ତାପରେ ମୁଁ ହେଲା ବେଙ୍ଗଲୋରରେ ହିଁ ଠିକ୍ ହେଲି। ଭଗବାନଙ୍କ ଆଶୀର୍ବାଦରୁ ଏବେ ମୁଁ ଠିକ୍ ଅଛି, ବହୁତ ସୁସ୍ଥ ଅଛି। ସବୁ ସେଇ କାଳିଆଙ୍କର ଆଶୀର୍ବାଦରୁ ହେଇପାରିଛି। ତାହେଲେ ଜଗନ୍ନାଥ ଦର୍ଶନ କରି ବହୁତ ଖୁସି ଅଛନ୍ତି? ବହୁତ ଖୁସି। ଠିକ୍ ଅଛି। ଆପଣ ସବୁ ଭକ୍ତମାନଙ୍କୁ କ'ଣ କହିବାକୁ ଚାହୁଁଛନ୍ତି? ଆସନ୍ତୁ, ଦେଖିକି ଯାଆନ୍ତୁ, ଜାଗା ଦର୍ଶନ କରିକି ଯାଆନ୍ତୁ, ବହୁତ ଆନନ୍ଦ ମିଳିବ, ଖୁସି ଲାଗିବ। ଆପଣ ଏମିତି ଆସନ୍ତୁ, ଦର୍ଶନ କରିଥାନ୍ତୁ। ଜଗନ୍ନାଥ ଆପଣଙ୍କର ମଙ୍ଗଳମୟ କରୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆଜି ରଥଯାତ୍ରା ଦ୍ୱିତୀୟ ଦିବସରେ ବର୍ତ୍ତମାନ 3 ଠାକୁର ଆସି ଗୁଣ୍ଡିଚା ମା ଘରେ ପହଞ୍ଚି ଯାଇଛନ୍ତି ଏବଂ ସେଠାକୁ ଆମେ ସିଧା ପ୍ରସାରଣ ଆପଣଙ୍କୁ ଦେଖାଉଛୁ କିଛି ଭକ୍ତଙ୍କ ଅନୁଭୂତି। ଭାଇ ଆପଣ କେଉଁଠୁ ଆସିଛନ୍ତି? ମୁଁ ଭଦ୍ରକରୁ ବାସୁଦେବପୁର ଆସିଛି। ଆପଣଙ୍କ ନାଁ କ'ଣ? ମୋ ନାଁ ବାପି ଖଟୁଆ। କ'ଣ ଆପଣଙ୍କ ଅନୁଭୂତି ଆସି ଦେଖିଲେ, ଜଗନ୍ନାଥ ଦର୍ଶନ କଲେ କ'ଣ ଲାଗୁଛି ଆପଣଙ୍କୁ? ଅନୁଭୂତି ତ କେବଳ ମୋ ହୃଦୟ ହିଁ କେବଳ ଜାଣିଛି। ପାଟି ବାଣୀ ଥାନ୍ତି ସେ କହିଦିଅନ୍ତା। ଏଇ ହୃଦୟ ଯଦି କହିଦିଅନ୍ତା, ହୃଦୟ ଜାଣିପାରନ୍ତା। ଏଇ ଅନୁଭୂତି କେବଳ ଏଇ ଭିତରେ ହିଁ ଅଛି। ଆଉ ଏ ଜିନିଷ କହି ହେଉନି। ଆଉ ଯଦି ଆପଣ ଜାଣିପାରିବେ, ଭିତରେ ପଶିଯାଆନ୍ତି, ଆପଣ ଜାଣିପାରିବେ ତାହେଲେ। କିନ୍ତୁ ମୁଁ ତ ମୋର କିଛି ପ୍ରକାଶ କରିପାରିବିନି। ଏକୁ ଅନୁଭୂତି ପ୍ରକାଶ ତ କରିହେବ ନାହିଁ। ଆପଣ ଆସିବା ଯିବାରେ କୌଣସି ଅସୁବିଧା ହେଇନି ତ? ମହାପ୍ରଭୁଙ୍କ ଉପରେ ସବୁ କିଛି ମୋତେ ଲାଗୁଛି ସେଇ ଆସୁଛି, ସେଇ ଆଣୁଛି, ସେଇ ନେଇକି ଯାଉଛି। ଆଉ ରହିବା ପାଇବା ଖାଇବା ସବୁ ସେଇ ବୁଝି ଦେଉଛି। ତ ସେ ବୁଝୁଛି, ଆଉ କିଛି ଚିନ୍ତା ହିଁ ନାହିଁ। ଯେତେବେଳେ ମୁଁ ବୁଝିଥାନ୍ତି, ମୁଁ ଚିନ୍ତା ହେଇଥାନ୍ତି। ଆଉ ସିଏ ଯେତେବେଳେ ବୁଝି ଦେଉଛି, ସେ କେମିତି ଆଣୁଛି, କେମିତି ରଖୁଛି, କେମିତି ନେଇକି ଯାଉଛି, ସବୁ ସେ ପ୍ରତି ସେକେଣ୍ଡରେ ସେ ବୁଝି ଦେଉଛି। ସେ ସେଥିପାଇଁ ମୋତେ ଚିନ୍ତା ହିଁ ଲାଗୁନାହିଁ। ସବୁବେଳେ ବିନ୍ଦାସ। ଆଉ ଯେତେବେଳେ ନଜର ଆଖି ୟା ନଜର ପଡ଼ିଯାଇଛି ନା, ଆଉ କିଛି ହିଁ ଲାଗୁନାହିଁ ମୋତେ। ବଢ଼ିଆ ଅନୁଭୂତି ଆପଣଙ୍କର, ବହୁତ ଧନ୍ୟବାଦ ଆପଣଙ୍କୁ। ଆଉ ଆମେ ଚାହୁଁଛୁ ଜଗନ୍ନାଥ ଆପଣ ମଙ୍ଗଳ କରନ୍ତୁ। ଏମିତି ଆପଣ ଆସନ୍ତୁ, ପ୍ରତିବର୍ଷ ଜଗନ୍ନାଥ ଦର୍ଶନ କରନ୍ତୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ